हाँ। दिव्य समाचार श्रीमद श्रीअरविंदଙ୍କ ସହ ଘଟିତ 247 ସତ୍ୟ କାହାଣୀ। ମୂଳ ରଚନା ରହିଛି ଶ୍ୟାମ କୁମାରୀଙ୍କର, ରୂପାନ୍ତର ଧ୍ରୁବଚରଣ ହୋତା। ଦୀକ୍ଷା। ଶ୍ରୀମା ସାଧାରଣତଃ ଆଶ୍ରମରେ ରହିବା ପାଇଁ କାହାରିକୁ ଦୀକ୍ଷା ପ୍ରଦାନ କରନ୍ତି ନାହିଁ କିମ୍ବା କୌଣସି ନବାଗତଙ୍କୁ ପରୀକ୍ଷା ମଧ୍ୟ କରନ୍ତି ନାହିଁ। ଅନ୍ୟ ଗୋଟିଏ ବିଶେଷ ଦୃଷ୍ଟିକୋଣରୁ ଏହା ଟିକେ ଅଡୁଆ ଲାଗିପାରେ, କିନ୍ତୁ ଏହିପରି ପରିସ୍ଥିତିରେ ଆସ୍ପୃହବାନ ବ୍ୟକ୍ତିବିଶେଷଙ୍କୁ ବାଛି ନେବାକୁ ହେବ। ସତ୍ୟ ଓ ମିଥ୍ୟା ନିଜେ ସେ କାହାକୁ ବରଣ କରିବ। ଶ୍ରୀମାଙ୍କର ଚକ୍ଷୁ 24 ଘଣ୍ଟା ତାଙ୍କର ପିଲାମାନଙ୍କ ଉପରେ ଥାଏ। ଥରେ ଜଣେ ସନ୍ନ୍ୟାସୀ ଆଶ୍ରମରେ ଆସି ରହିବା ପାଇଁ ତାଙ୍କୁ ବିଶେଷ ଭାବରେ ଦୀକ୍ଷା ଦେବା ନିମନ୍ତେ ଆସି ଏଠାରେ ଯୁକ୍ତିତର୍କ କରିଥିଲେ। ଯେଉଁ ସାଧକ ଜଣକ ସନ୍ନ୍ୟାସୀଙ୍କର ଅନୁରୋଧଟି ନେଇ ଶ୍ରୀମାଙ୍କ ନିକଟକୁ ଯାଇଥିଲେ, ମା ତାଙ୍କୁ କହିଲେ, ଠିକ ଅଛି, ଦୀକ୍ଷା ଗ୍ରହଣ କରିବା ନିମନ୍ତେ ଯୋଗ୍ୟତାର ପ୍ରମାଣ ଦେବା ପାଇଁ ତାଙ୍କୁ ଶାରୀରିକ ପରିଶ୍ରମ କାର୍ଯ୍ୟ 8 ଘଣ୍ଟା କରିବାକୁ ହେବ। 4 ଘଣ୍ଟା ଶାରୀରିକ ବ୍ୟାୟାମ କରିବେ ଓ ଆଉ 4 ଘଣ୍ଟା ଧ୍ୟାନରତ ରହିବେ। ଅବଶିଷ୍ଟ ସମୟ ତାଙ୍କ ଇଚ୍ଛା ଅନୁସାରେ କଟାଇ ପାରନ୍ତି। କଣ କହିଲେ? 8 ଘଣ୍ଟା ଶାରୀରିକ ପରିଶ୍ରମ କରିବେ, ଶାରୀରିକ ବ୍ୟାୟାମ କରିବେ 4 ଘଣ୍ଟା, ଆଉ 4 ଘଣ୍ଟା ଧ୍ୟାନରତ ରହିବେ, ମାନେ 16 ଘଣ୍ଟା। ଅବଶିଷ୍ଟ ସମୟ ତାଙ୍କର ଇଚ୍ଛା ଅନୁସାରେ କଟାଇ ପାରନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସନ୍ନ୍ୟାସୀ ଏତିକି କଥା ଶୁଣିଲା କ୍ଷଣି ସହସା ପଳାଇ ଯାଇଥିଲେ।